ଦେଖନ୍ତୁ ଆମର ଭାରତର ପ୍ରଧାନମନ୍ତ୍ରୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାରା ଭାରତବର୍ଷରେ ଯୁବ ସମାଜ ଯେଉଁ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରୁଛନ୍ତି ତାର ପରିଣାମ ସ୍ୱରୂପ ଆଜି ଆମର ଓଡ଼ିଶାରେ ବି ଗୁଡ଼ାଏ ଯୁବ ମାନସ ଭାରତୀୟ ଜନତା ପାର୍ଟି ଯୋଗଦାନ କରିଛନ୍ତି। ଆଜି ଆମର କଟପାଡ଼ ନିର୍ବାଚନ ମଣ୍ଡଳୀ ପାଇଁ ଗୋଟେ ଖୁସିର ବିଷୟ। ଆମର କଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୈପାରଗୁଡ଼ା ବ୍ଲକ ମାଝିଗୁଡ଼ାର ମାନେ ଲିଡିଂ ଯୁବକ ମାନେ ଯେଉଁମାନେ ବିଗତ ଦିନରେ ବିଜୁ ଜନତା ଦଳରେ ପ୍ରମୁଖ କାର୍ଯ୍ୟଭାର ସମ୍ଭାଳୁଥିଲେ ସେମାନେ ବିଜେଡି ଛାଡ଼ି ଆଜି ଆମର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ କୁହନ୍ତୁ କିମ୍ବା ଆମର ପ୍ରିୟ ସାଂସଦ ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଏବଂ ଆମର ପ୍ରିୟ ବିଧାୟକ ରୂପ ଭତ୍ରାଙ୍କର କାର୍ଯ୍ୟଶୈଳୀରେ ସେମାନେ ମାନେ ମନ୍ତ୍ରମୁଗ୍ଧ ହୋଇ ଆଜି ସ୍ୱତଃପ୍ରଭୃତ ଭାବେ ଭାରତୀୟ ଜନତା ପାର୍ଟି ଯୋଗଦାନ କରିଛନ୍ତି। ଆଜି ନିଶ୍ଚିତ ଭାବେ ସେମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ ଏବଂ ଆଗାମୀ ଦିନରେ ସେମାନଙ୍କ ସହିତ ଆମେ ତାଳ ମିଶାଇ ଭାରତୀୟ ଜନତା ପାର୍ଟିକୁ ଆଗେଇ ନେବୁ ଏବଂ ଆଗାମୀ ଦିନରେ ଆହୁରି ଅନେକ ମିଶ୍ରଣ ପର୍ବ ଆମର ହେବ ଏବଂ ନିଶ୍ଚିତ ଭାବେ ଭାରତୀୟ ଜନତା ପାର୍ଟି ଆହୁରି ସୁଦୃଢ଼ ହେବ। ଆଜି ପ୍ରାୟ 20 ରୁ ଯୋଗ ଦେଇଛନ୍ତି। ଆଗକୁ କ'ଣ ଶିଖିବା? ଆଜି ଯେଉଁମାନେ ଯୋଗ ଦେଇଛନ୍ତି ସେମାନେ ପ୍ରମୁଖ ଲୋକଙ୍କୁ ଆଜି ଆମେ କାର୍ଯ୍ୟକ୍ରମ ରଖିଥିଲୁ, ଯେଉଁମାନେ ପ୍ରମୁଖ ଲିଡର୍ସ ଥିଲେ ସେ ଏରିଆର ସେମାନଙ୍କୁ ଆଜି ରଖିଥିଲୁ। ଆଗାମୀ ଦିନରେ କିଛି କାର୍ଯ୍ୟକର୍ତ୍ତା ବି ଜଏନ୍ କରିବେ, ସେମାନଙ୍କ ପ୍ରୋଗ୍ରାମ ଗ୍ରାଜୁଆଲି ଆମେ ଜଏନ୍ କରିକି ଯିବୁ, ଆପଣଙ୍କୁ ନିଶ୍ଚିତ ଭାବେ ଜଣାଇବୁ ଆମେ। ଆଜ୍ଞା, ମୋ ନାଁ ହେଉଛି ନରେନ୍ଦ୍ର କାନ୍ଦିଲିଆ। ମୁଁ ନବରଙ୍ଗପୁର ସାଂସଦଙ୍କର ପ୍ରତିନିଧି ଭାବରେ ବୈପଡ଼ା ବ୍ଲକରେ ଅଛି। ଆଜି ବହୁତ ଖୁସିର କଥା ଆଜ୍ଞା, ଆମ କଟପାଡ଼ ନିର୍ବାଚନ ମଣ୍ଡଳୀରେ ବୈପଡ଼ା ବ୍ଲକର 9 ଗୋଟି ପଞ୍ଚାୟତ ଯାଉଛି। ସେଥି ଭିତରୁ ମାଝିଗୁଡ଼ା ଜିପିର ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଭାଇମାନେ ଆଜି ସେମାନେ ତାଙ୍କ ନିଜ ଇଚ୍ଛାରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏବଂ କଟପାଡ଼ ବିଧାୟକ ଶ୍ରୀଯୁକ୍ତ ରୂପ ଭତ୍ରାଙ୍କୁ ଏବଂ ଓଡ଼ିଶାର ଜନପ୍ରିୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କାର୍ଯ୍ୟକଳାପକୁ ଅନୁପ୍ରାଣିତ ହୋଇ ଆଜି ସେମାନେ ନିଜ ଇଚ୍ଛାରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଆଜି କଟପାଡ଼ ନିର୍ବାଚନ ମଣ୍ଡଳୀର ପାର୍ଟି ଅଫିସରେ ସେମାନେ ସାମିଲ ହୋଇଛନ୍ତି। କେତେ ଜଣ ଯୋଗ ଦେଇଛନ୍ତି ଆଉ କୋଉ ପଞ୍ଚାୟତର କୋଉ ବ୍ଲକର? ଆଜ୍ଞା, ବୈପଡ଼ା ବ୍ଲକର ମାଝିଗୁଡ଼ା ପଞ୍ଚାୟତର ଭାଇମାନେ ଯୋଗ ଦେଇଛନ୍ତି। ପ୍ରାୟ ଆମ ପାଖରେ ଅଛନ୍ତି ପ୍ରାୟ 10 ରୁ 15 ଜଣ ଭାଇ ଯୋଗ ଦେଇଛନ୍ତି। ଆଉ ଆଗାମୀ ଦିନରେ ତାଙ୍କର ପଞ୍ଚାୟତରେ ଯେତେବେଳେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟ ହେବ ନିଶ୍ଚିତ ଭାବରେ ତାଙ୍କ ପଛରେ ବହୁତ ମାନେ ସଂଖ୍ୟାରେ ଭାଇମାନେ ଅଛନ୍ତି, ସେମାନେ ନିଶ୍ଚିତ ଭାବରେ ସାମିଲ ହେବେ। ଆଜ୍ଞା, ମୋର ନାଁ ହେଉଛି କୃଷ୍ଣମାଳୀ, ବୈପଡ଼ା ବ୍ଲକ ମାଝିଗୁଡ଼ା ପଞ୍ଚାୟତ। ମୁଁ ବିଜୁ ଜନତା ଦଳର ସମ୍ପାଦକ ଭାବରେ ଆଜି ବିଜୁ ପରିବାରଠୁ ଆମେ ଚାଲିଥିଲୁ, ବିଜୁ ଜନତା ଥିଲୁ। ଆଜି ନରେନ୍ଦ୍ର ମୋଦି ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ନେତୃତ୍ୱରେ ରୂପ ଭଦ୍ରାଙ୍କ ନେତୃତ୍ୱରେ ଆମର MP ବଳଭଦ୍ରଙ୍କ ନେତୃତ୍ୱରେ ଆମେ ଖୁସି ହେଇକିରି ଆଜି ବିଜେପି ଦଳରେ ଜଏନ୍ କରିଛୁ। କ'ଣ ପାଇଁ ଜଏନ୍ ହେଲେ? 25 ବର୍ଷ ଧରି ସରକାର ଥିଲେ, କିଛି କାମ କଲେ ନାହିଁ, ଗାଁର ବିକାଶ ନାଇଁ, ଗାଁର ବିକାଶ ହେଇନାହିଁ, ପ୍ଲସ୍ ଆମକୁ ବି ଅବହେଳା କରି ରଖିଥିଲେ। ତେଣୁକରି ଆଜି ବିଜୁ ଜନତା ଦଳ ଛାଡ଼ିକରି ବିଜେପିରେ ମିଶିଛୁ। ଆଉ ବିଜେପି ଆସିଲା ପରେ କ'ଣ କହିବେ? କ'ଣ ଗାଁର ବିକାଶ କରିବେ? କ'ଣ ସବୁ ସରକାର ତ ବହୁତ ଗୁଡ଼ିଏ ନୂଆ ଯୋଜନା କରୁଛି, ଚାଷୀକୁ ବୋନସଠୁ ଆରମ୍ଭ କରି ସୁଭଦ୍ରା ଯୋଜନାଠୁ ଆରମ୍ଭ କରି ଆଗକୁ ବହୁତ ପଦକ୍ଷେପ ନେବାକୁ ଯାଉଛନ୍ତି। ତେଣୁକରି ଆମ ଗାଁ ଗହଳି ଲୋକମାନେ ବହୁତ ଅସୁସ୍ଥ ଅଛନ୍ତି, ସେମାନଙ୍କୁ କେମିତି ସଚେତନ କରି ମୁଖ୍ୟ ସ୍ରୋତକୁ ଫେରିବେ ବୋଲି ଆମେ ଆଜି ବିଜେପି ଦଳରେ ମିଶିଛୁ। ଆଉ କ'ଣ ଲକ୍ଷ୍ୟ ରହୁଛି ଗାଁର ବିକାଶ କରିବେ? ଆଉ ବିଭିନ୍ନ ଆପଣଙ୍କ ସହିତ ଭାଇମାନେ ବି ଜଏନ୍ କରୁଛନ୍ତି ବିଜେପିରେ। ଆଜ୍ଞା, ବିକାଶ ତ ଗୁଡ଼ାଏ ଅଛି ଆଜ୍ଞା, ଯେହେତୁ ସରକାରର ଗୁଡ଼ାଏ ଯୋଜନା ଚାଲିଛି, ସେ ଭିତରୁ ଆମେ ସମସ୍ତ କର୍ମ କିଛି କିଛି ବିକାଶ ମୁଖ୍ୟ ସ୍ରୋତକୁ ନେଇକରି ଲୋକଙ୍କର କାମ କରାଇବେ ବୋଲି ଆମେ ନିଶ୍ଚୟ। ପ୍ରଥମେ ବିଜେପିରେ ଥିଲେ, କିଛି ବିକାଶମୂଳକ କାର୍ଯ୍ୟ ହେଉନଥିଲା ଓଡ଼ିଶାରେ ହେଉଥିଲା ବିକାଶମୂଳକ କାର୍ଯ୍ୟ, ତଥାପି ଡବଲ ଇଞ୍ଜିନ୍ ସରକାର ଅଛି, ବହୁତ ଗୁଡ଼ିଏ ବିକାଶ ହେବ ବୋଲି ଆଜି ମିଶିଛୁ।